नेता केदार भैया जिंदाबाद जिंदाबाद अमर नेता 2024 निर्वाचन ପାଇଁ ବାଜି ସାରିଛି ବିଗୁଲ। ତିନି ପ୍ରମୁଖ ଦଳ ତାର ପ୍ରାର୍ଥୀ ଚୟନରେ ଲାଗି ପଡ଼ିଛନ୍ତି। ବିଜେପି ତାର ପ୍ରାର୍ଥୀ ଦେଇ ସାରିଥିବା ବେଳେ କଂଗ୍ରେସ କାଲି ତାର ପ୍ରାର୍ଥୀ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଆମ ସନ୍ଧାନ ନ୍ୟୁଜ୍ ଟିମ୍ ପହଞ୍ଚିଥିଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ। ଏହି ନିର୍ବାଚନ ମଣ୍ଡଳୀରେ ବିଜେପିର ଗଡ଼ କୁହାଯାଉଥିବା ବେଳେ ଗତ ଥର ବିଜେଡ଼ି ଏହି ଗଡ଼କୁ ଭାଙ୍ଗି ପାରିଥିଲା। ବିଜେଡ଼ିର ଭୋଟ ପରସେଣ୍ଟେଜ 42% ଥିବାବେଳେ ବିଜେପିର ଭୋଟ ପରସେଣ୍ଟେଜ 40% ଥିଲା। ଏ ବର୍ଷ କିନ୍ତୁ ଟିକେ ଅଲଗା ମାହୋଲ ଦେଖିବାକୁ ମିଳୁଛି। କଂଗ୍ରେସ ଏଥର ଏକ ନୂଆ ଚେହେରା ଦେଇଛି। ଦେଖିବାକୁ ବାକି ରହିଲା ଏହି ନୂଆ ଚେହେରାକୁ ଲୋକେ କେତେ ପସନ୍ଦ କରୁଛନ୍ତି ଓ ଭୋଟର ହାର କେଉଁ ଦଳ ପ୍ରତି ଅଧିକ ଯାଉଛି। ଗତକାଲି କଂଗ୍ରେସ ଦଳ କେଦାରନାଥ ବରିହାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଶ୍ରୀ ବରିହା ପୂର୍ବରୁ ଚମନିକିରା ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଳାଇଥିବା ବେଳେ 2ଟି ପଞ୍ଚାୟତରୁ 2 ଥର ସମିତି ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରି ଆସିଅଛନ୍ତି। କିନ୍ତୁ ବିଧାୟକ ଭାବେ ଏହା ତାଙ୍କର ନୂଆ ଚେହେରା। ବିଧାୟକ ପ୍ରାର୍ଥୀ ଭାବେ ଘୋଷିତ ହେବା ପରେ ଆଜି ସମର୍ଥକଙ୍କ ସହିତ ଦେଓଗାଁ ସ୍ଥିତ ବାବା ଦେବେଶ୍ୱର ମନ୍ଦିରକୁ ଯାଇ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ବିଜେପି ପ୍ରାର୍ଥୀ ରବି ନାରାୟଣ ନାୟକ ବହୁ ଆଗରୁ ପ୍ରଚାର ପ୍ରସାର ଆରମ୍ଭ କରିଥିବା ବେଳେ କଂଗ୍ରେସ ଆଜିଠୁ ମଇଦାନକୁ ଓହ୍ଲାଇବ ବୋଲି କଂଗ୍ରେସ ପ୍ରାର୍ଥୀ କେଦାରନାଥ ବରିହା ପ୍ରକାଶ କରିଛନ୍ତି। କେଦାରନାଥ ବରିହାଙ୍କୁ ବିଧାୟକ ପ୍ରାର୍ଥୀ ଘୋଷଣା କରିବା ପରଠାରୁ କର୍ମୀ ମହଲରେ ଆନନ୍ଦର ଲହରୀ ଖେଳି ଯାଇଥିବା ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ କେଦାରନାଥ ବରିହାଙ୍କୁ କୁଚିଣ୍ଡା ନଗର କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। କୁଚିଣ୍ଡାରୁ ଜିତେନ୍ଦ୍ର ମୁଦୁଲିଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।